এইটা দেখুଛନ୍ତି ତ ପୁରା ମସ୍ତ ପିସ୍ଟା। ଏଇଟା କତା ପିସ୍ଟା ଦେଖୁଛନ୍ତି କେତେ ବଢ଼ିଆ ସିଝେଇଛି। ହାଏ ସାଙ୍ଗମାନେ, ଆଉ ଗୋଟେ ନୂଆ ଭିଡ଼ିଓରେ ଆପଣଙ୍କୁ ବହୁତ 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 ସ୍ୱାଗତ। ଆଜି ହେଉଛି ହୋଲି। ଆମ ଦୁଇ ଜଣଙ୍କ ତରଫରୁ ଆପଣମାନଙ୍କୁ ହାପି ହୋଲି। ହାପି ହୋଲି। ଆଜି ଗୋଟେ ବଢ଼ିଆ ଖୁସିର ଖବର ବି ମୋ ପାଇଁ। 2023 ମସିହାରେ ମୋର ମାନେ ଚ୍ୟାନେଲ୍ ମନିଟାଇଜ୍ ହେଇଥିଲା କେବଳ ଏଇ ହୋଲି ଦିନ ହେଇଥିଲା। 1000 ସବସ୍କ୍ରାଇବର ଆଉ 4000 ୱାଚ୍ ଟାଇମ୍ କମ୍ପ୍ଲିଟ୍ ହେଇଥିଲା ହୋଲି ଦିନ। ମୁଁ ସକାଳୁ ସକାଳୁ ଉଠିକି ଦେଖିଲା ବେଳକୁ ମୋର 4000 ୱାଚ୍ ଟାଇମ୍ କମ୍ପ୍ଲିଟ୍ ହେଇଯାଇଛି। 1000 ସବସ୍କ୍ରାଇବର ହେଇଯାଇଥିଲା ଅଲରେଡ଼ି, ଆଉ 4000 ୱାଚ୍ ଟାଇମ୍ ପାଇଁ ଅଳ୍ପ ଟିକେ ବାକି ଥିଲା। ଆଜି ଦିନଟା ହିଁ ମୋର ମାନେ ସେଥିପାଇଁ ଖୁସିର ଦିନ, ଆଜି ହିଁ ମୋର କମ୍ପ୍ଲିଟ୍ ହେଇଥିଲା। ସେଇଥିପାଇଁ ମୁଁ ଗୋଟେ ଭିଡ଼ିଓ ବି ପକେଇଥିଲି, ଦେଖିବେ ଟାଟା ଗ୍ଲୁକନ୍-ଡିର 10ଟା ଚ୍ୟାଲେଞ୍ଜ ଭିଡ଼ିଓ ଗୋଟେ କରିକି ପକେଇଥିଲି। କୁହନ୍ତୁନି ସେ ଭିଡ଼ିଓଟା କରିସାରିଲା ପରେ ମୁଁ ଏତେ ହଇରାଣ ହେଇଛି, ଯାଇକି ସବୁଗୁଡ଼ା ମୋର ମାନେ ଖାଲି ପେଟ ନା, ସବୁଗୁଡ଼ା ଯାଇକି ମୁଁ ବାନ୍ତି କରିଦେଇଥିଲି। ଆଉ ସେଇ ଖୁସିରେ ଆଜି ଗୋଟେ ବଢ଼ିଆ ଭିଡ଼ିଓଟେ କରିବା। ଚାଲନ୍ତୁ ମାର୍କେଟ ଯିବା, କ'ଣ ମଟନ୍ ଫଟନ୍ ଟିକେ ଦେଖିକି ଆଣିବା ନା କ'ଣ କହୁଛ? ମାର୍କେଟ ଯିବା ପୂର୍ବରୁ ଗୋଟେ ବଢ଼ିଆ ଜିନିଷଟା ଆପଣ ଦେଖନ୍ତୁ ଦେଖନ୍ତୁ କେତେ ସୁନ୍ଦର ଚାଷ କରାହେଇଛି। ପାଖରେ ଛିଡ଼ା ହେଇଥିଲି, ବଢ଼ିଆ ବିଲାତି ଚାଷ ଦେଖନ୍ତୁ, ବିଲାତି ଚାଷ। ଏଠି ବାଇଗଣ ଲାଗିଛି, ଏଠି କ'ଣ ପିଆଜ ଫିଆଜ ସବୁ ଲାଗିଛି, ବଢ଼ିଆ ଦେଖାଯାଉଛି। ଲୋକେସନଟା ମସ୍ତ ଲାଗୁଛି। ଆଉ ଚାଲନ୍ତୁ ତାହେଲେ ଆଉ ଡେରି କରିବାନି, ମାର୍କେଟ ଯାଇକି ପହଞ୍ଚିଯିବା। ଆଉ ଚାଲ। ଆମ ଚ୍ୟାନେଲକୁ 3 ବର୍ଷ ହେଇଗଲାଣି, ନା ସବସ୍କ୍ରାଇବର ବେଶୀ ବଢ଼ୁଛନ୍ତି ନା ଭିଉ ବେଶୀ ଯାଉଛି, ସେଇଟା ଟିକେ ମନ କଷ୍ଟ ହେଉଛି। ଆପଣମାନେ ଯଦି ଟିକେ ସପୋର୍ଟ କରନ୍ତେ ତାହେଲେ ଆମେ ଆଉ ଟିକେ ଆଗକୁ ଯାଆନ୍ତୁ। 3 ବର୍ଷ ହେଲା କଷ୍ଟ କଲୁଣି, ଆଉ ଆଜି ପର୍ଯ୍ୟନ୍ତ ଚ୍ୟାନେଲଟା ନା ଗ୍ରୋ ହେଉଛି ନା ଭିଉ ଯାଉଛି। ତେଣୁକରି ଆପଣମାନଙ୍କ ହାତରେ କଥା। ଆଉ ଆପଣମାନେ ଚାହିଁବେ ଯଦି, ସପୋର୍ଟ କରିବେ ଯଦି, ଆମେ ଆଉ ଟିକେ ଆଗକୁ ଯିବୁ। ଆଉ ଚାଲିଲୁ ବର୍ତ୍ତମାନ ଆମେ ମାର୍କେଟ। ଦେଖନ୍ତୁ ସାଙ୍ଗମାନେ, ହୋଲି ପାଇଁ ରାସ୍ତା କେତେ ସୁନସାନ ଅଛି। ଆଉ ଯେଉଁଠି ରଙ୍ଗ ଦୋକାନ ଅଛି ସେଠି ପ୍ରବଳ ଭିଡ଼ ଅଛି। ଆଉ ଯେଉଁଠି ମଟନ୍ ଫଟନ୍ କାଟୁଛନ୍ତି କି ଚିକେନ୍ ଫିକେନ୍ କାଟୁଛନ୍ତି ସେଇ ଦୋକାନ ଗୁଡ଼ା ବି ପ୍ରବଳ ଭିଡ଼ ଅଛି। ରାସ୍ତା ଦେଖନ୍ତୁ କେତେ ସୁନସାନ ଅଛି, ରାସ୍ତା ପୁରା ସୁନସାନ ଅଛି, କିନ୍ତୁ ଚିକେନ୍ ମଟନ୍ ଦୋକାନ ପ୍ରବଳ ଭିଡ଼ ଅଛି। ଭାଇ ମଟନ୍ ଦୋକାନରେ ଆସିକି ପହଞ୍ଚିଲି ଯେ ଦେଖୁଛନ୍ତି କେତେ ଭିଡ଼, ପ୍ରବଳ ଭିଡ଼ ଅଛି। ଦେଖିବା ମୋ ସିରିଏଲ୍ ପଡ଼ୁଛି ନା ନାହିଁ, ବହୁତ ଭିଡ଼ ଅଛି। ମୋ ସିରିଏଲ୍ ପଡ଼ିଲେ ଯାଇକି ନେବି। କଟା ଚାଲିଲା ଆମର ନାଇଁ ସରିଗଲା କିଣାକିଣି, ପଳେଇବା। ଚାଲ ତାହେଲେ ଘରକୁ ପଳେଇବା। ଆଉ କିଣାକିଣି ତ ସରିଗଲା, ନହେଲେ ଏନାକେ ରଙ୍ଗ ଖେଳିବା ଷ୍ଟାର୍ଟ ହେଇଯିବ, ହୋଲି ପୁରା କରିଦେବେ ଆମକୁ। ଚାଲ। ଚର୍ବି ଏଇଟା ତୁମର ନାଇଁ କି? ଚର୍ବିଟା ମୋର। ବଢ଼ିଆ ବଢ଼ିଆ ପିସ୍ ଗୁଡ଼ା କିନ୍ତୁ ଦେଇଛନ୍ତି। ୱାଓ, ଖାଲି ଥଲଥଲ ହେଉଛି ମାଂସଟା। ଏଟା ହେଲା ନାଡ଼କେଲ, ନାଡ଼ଟା। ସବୁ ପାର୍ଟର ନାଁ ଜାଣିଛ ନା କ'ଣ? ସବୁ ପାର୍ଟର ନାଁ ଜାଣିଛି। କଲିଜାଟା ଦେଖ ନା କେତେ ବଡ଼ଟା ଆଣିଛି, ଏଟା ବଡ଼ଟା ଆଣିଛି। କଲିଜା ଆଜି ଟିକେ ଅଧିକ ଆଣି ଆସିଛି ମୁଁ। ରେଡ଼ି ହେଇଗଲା। ଆକୁ ଧୋଇ ଧୋଇକି ମୁଁ ପୁରା ପରିଷ୍କାର କରିଦେଉଛି। ହଁ, ଧୋଇଦିଅ। ତାପରେ ରୋଷେଇ ଷ୍ଟାର୍ଟ କରିବା। ଆଜି ଶୀଘ୍ର ଟିକେ ଆରମ୍ଭ କରିଦେବା। ଆଜି ହୋଲି ଯେହେତୁ ତମେ ଶୀଘ୍ର ଖାଇବ ନା କ'ଣ? ହଁ, ଆଜି ଗୋଟେ ବଢ଼ିଆ ଆଇଟମଟା ବନେଇବି ମଟନରେ, ଯୋଉଟାକି ମୁଁ କାଲିକା ଭିଡ଼ିଓରେ ପକେଇଥିଲି, ଯେଉଁ ମଟନ୍ ସିଝା। ଆଜି ମଟନ୍ ସିଝାର ପ୍ରୋସେସିଂଟା ପୁରା ଆପଣଙ୍କୁ ଦେଖେଇବି। ଆପଣ ଦେଖନ୍ତୁ, ଭିଡ଼ିଓ ଏଣ୍ଡ ତକ ରୁହନ୍ତୁ, ଜାଣିପାରିବେ କେମିତି ମୁଁ କରୁଛି। ଆଉ ବଢ଼ିଆ ଲାଗିବ ଖାଇବା ପାଇଁ ସିଝା ମଟନ୍। ପୁରା ଡାଇଟିଂ ପାଇଁ ମସ୍ତ। ମାନେ ତେଲ ଫେଲ କିଛି ପଡ଼ିବନି, ମସଲା ଫସଲା କିଛି ପଡ଼ିବନି, ଡାଇରେକ୍ଟ ସିଝା ମଟନ୍ ଆପଣଙ୍କୁ କରିକି ଦେଖାଉଛି। ଆଉ ସେଇଟା କେବଳ ପଖାଳ ଭାତ ସହିତ ଖାଇବା ପାଇଁ ବଢ଼ିଆ ଲାଗେ। ଚାଲନ୍ତୁ ଆଉ ଡେରି କରିବାନି, ମଟନ୍ ତ ନେଇ ଆସିଛି। ଦେଖନ୍ତୁ ମଟନ୍ ନେଇ ଆସିଛି, ମୁଁ ଆଗେ ଧୋଇ ଦେଉଛି, ଧୋଇ ଦେଇକି ପ୍ରୋସେସ୍କୁ ଯାଉଛି। ଦେଖୁଛନ୍ତି ନା, ଏଇଟା ହେଉଛି ଚର୍ବଦାଟା, ଏଇଟା ଚର୍ବି ଅଛି, ଏହା ସବୁ କଲିଜା ଅଛି, ବଢ଼ିଆ ବଢ଼ିଆ ପିସ୍ ଗୁଡ଼ା କିନ୍ତୁ ଅଛି। ଏଇଟା ଗୋଟେ ବଡ଼ କଲିଜାଟା ଅଛି ଦେଖନ୍ତୁ। ଆକୁ ଏଇନା ବର୍ତ୍ତମାନ ପ୍ରେସରରେ ଦେବା। ଦେଇଦେବା। ଦେଖନ୍ତୁ ଅଦା ଟିକେ ଛେଚିଦେଲି, ଅଦା ଟିକେ ପଡ଼ିବ, କଞ୍ଚାଲଙ୍କା 4ଟା ପଡ଼ିବ, ହଳଦୀ ଟିକେ ପଡ଼ିଲା, ଲୁଣ ଟିକେ ପଡ଼ିଲା, ତେଲ ଟିକେ ପଡ଼ିବ। ବର୍ତ୍ତମାନ ଦେଖନ୍ତୁ ଇଏ ପୁରା ରେଡ଼ି ହେଇଗଲା। ଆକୁ ପାଣି ଦେଇଦେବା। এটা ଗୋଟେ ମଟନର ହେଲ୍ଦି ଫୁଡ୍ ତିଆରି କରାହେଉଛି। ବାସ୍ ପାଣି ଦେଇଦେଲି, ଦେଖନ୍ତୁ ଏତିକି ପାଣି ଦେଇଦେଲି। ଆପଣ ଚାହିଁବେ ଯେତିକି ପାଣି ଦେଇପାରିବେ, ସୁପ୍ଟା ହିଁ ଭଲ ଲାଗେ ଖାଇବା ପାଇଁ। ବର୍ତ୍ତମାନ ଆକୁ ଗ୍ୟାସ୍ ଲଗେଇ ଗ୍ୟାସ୍ରେ ବସେଇଦେବା। ଗ୍ୟାସ୍ରେ ବସେଇଦେଲି। ଆକ୍ଚୁଆଲି ଆକୁ ପ୍ରେସରରେ କଲେ ହିଁ ଭଲ ଲାଗେ, କାହିଁକିନା ମାଂସଟା ବଢ଼ିଆ ସେ ସିଝିଯିବ, ଆଉ ମାଂସର ଯେଉଁ ରସଟା ବାହାରିବ ପୁରା ସେଇ ଝୋଳରେ ମିଶିଯିବ, ବଢ଼ିଆ ଲାଗିବ ଖାଇବା ପାଇଁ। ଆକୁ କଢ଼େଇ ଫଢ଼େଇରେ କଲେ ମଜା ଆସିବନି ଖାଇବା ପାଇଁ, ସେଥିପାଇଁ ମୁଁ ପ୍ରେସରରେ କଲି। ଆଜି ଦେଖିବା ମୁଁ ଗୋଟେ ସିଝା ଉପରେ କରୁଛି, ଆପଣଙ୍କୁ ଭିଡ଼ିଓ କେମିତି ଲାଗୁଛି ମୋତେ ନିହାତି କମେଣ୍ଟରେ କହିବେ। ଆଉ ଗ୍ୟାରେଣ୍ଟି ଦେଇକି କହୁଛି,
बढ़िया टेस्ट लगे आ खाया भी मजा लगे पूरा नो रिच रिच टोटाल लगे पूरा आराम रे आपन खाई परिवे दीटा सीटी मारलानी आउ गोटे कि दीटा मारू खोलीदवा टिके सिम रे गोटे सीटी मराइदवा बढ़िया से सिझीଯିବ तापर खोलीदवा चारटा सीटी ऑलरेडी सांग माने हेई गलानी आको बर्तमान खोलिकी देखिबा केमिति हेइची मु आपन देखौची केमिति हेइची देखंतु केते बढ़िया भाବରେ सिझी देखछन तो आ तेल केते ऊपर को उठी आछी चर्बीर तेल गुड़ा सब एइटा ही मजा पखाळ सहित चलो तो डेरी करियानी पखाळ नै कि बसिकी दाबिबा आज पूरा बाढ़ी दवा एटा हला कलजाटा देखंतु एइटा देखछन तो पूरा मस्त पीसटा एइटा हला चर्बदाटा आउ टिके झोଳ टिके नै जिबा ओह एइटा तो पखाळ भात सहित आज पूरा शहे शहे उड़िब मेन तो ये पानीटा मजा लगे खाଇବା ପାଇଁ ओह ଏଇଟା ଖଣ୍ଡେ ଦେଖନ୍ତୁ ଚର୍ବିଟା ପାଟିରୁ ପୁରା ପାଣି ବାହାରିଲାଣି କହିଲା ବେଳକୁ ବାସ୍ ରେଡ଼ି ମୁଁ ଖାଇକି କହୁଛି ଆପଣଙ୍କୁ କେମିତି ଲାଗୁଛି ଏ ରସଟା ଟିକେ ପିଇକି ଦେଖେ କେମିତି ଲାଗୁଛି ଓହ ଏଇଟା ହିଁ ମଜା ଲାଗେ ଖାଇବା ପାଇଁ ଫାଷ୍ଟ ବାଇଟ୍ଟା ନେଉଛି କହୁଛି ଆପଣମାନଙ୍କୁ କେମିତି ଟେଷ୍ଟ ହେଇଛି ଏଇଟା ତ ମାଂସଟା ଓହ ଆକ୍ଚୁଆଲି ସତରେ ସିଝା ମାଂସ ଖାଇବାର ମଜା ଗୋଟେ ଅଲଗା ଓହ ଟେଷ୍ଟ ମାନେ କେବଳ ପଖାଳ ଭାତକୁ ଥରେ ଖାଆନ୍ତୁ ବଢ଼ିଆ ଲାଗିବ ଖରାଦିନ ଆସିଛି ଏମିତି ସିଝାଟା ବି ଭଲ ପଖାଳ ଭାତକୁ ସିଝା ଖାଆନ୍ତୁ ଏଇଟା ହେଲା ଚର୍ବିଟା ତା ସାଙ୍ଗକୁ ଟିକେ କଞ୍ଚା ଲଙ୍କା ଦଳିଦେବା ଆହୁରି ମଜା ଆସିଯିବ ପୁରା ରାଗ ରାଗ ଲାଗିବ ବଢ଼ିଆ ଲାଗିବ ପୁରା ଝାଲ ଦେଖନ୍ତୁ ମାଂସଟା କେମିତି ସିଝିଛି ଏଇଟା କତା ପିସ୍ଟା ଦେଖୁଛନ୍ତି କେତେ ବଢ଼ିଆ ସିଝେଇଛି ବଢ଼ିଆ ସିଝିଛି ଏଇଟା ଦେଖନ୍ତୁ ନଳି ପିସ୍ଟା କୋଉଭଳିଆ ସିଝିଛି ଦେଖିଲେ ପ୍ରେସର ମାରିଦେଲେ ସିଝିଯିବ ଆଉ ଏଇଭଳିଆ ସିଝିବା ଦରକାର ତାହେଲେ ମଜା ଲାଗିବ ଖାଇବା ପାଇଁ ଝୋଳଟା ଏଇଟା ହେଲା ଫେଭରାଇଟ୍ ପିସ୍ ନଳି ପିସ୍ ଓ ଖସି ଯାଉଛି କଣ୍ଟାଟା ଏଗୁଡ଼ା ସିଝେଇ ଖାଇଲେ ନା ଗ୍ୟାସ୍ ହେବ ନା କ'ଣ ହେବ କିଛି ହେବନି ପୁରା ବଢ଼ିଆ ଲାଗୁଛି ପୁରା ସ୍ମୁଥ୍ ଲାଗୁଛି ଚର୍ବଦାଟା ଟିକେ ଖାଇବା କଲିଜାଟା ବି ମସ୍ତ ଲାଗୁଛି ସିଝା ହେଲା ମାନେ ସବୁ ବଢ଼ିଆ ଲାଗିବ ଆକ୍ଚୁଆଲି ମସଲା ଦେଇକି ତରକାରୀ କରିବା ଅପେକ୍ଷା ମୋତେ ତ ସିଝାଟା ଭଲ ଲାଗେ ଆପଣଙ୍କୁ କ'ଣ ଲାଗେ କେଜାଣି କମେଣ୍ଟରେ ନିହାତି କହିବେ ଆଉ ଥରେ ଟ୍ରାଏ କିନ୍ତୁ କରିବେ ସିଝାଟା ସତରେ ବଢ଼ିଆ ଲାଗେ ଖାଇବା ପାଇଁ ସିଝା ମାଂସ କେବଳ ଖାସି ମାଂସଟା ବଢ଼ିଆ ଲାଗେ ଆଉ ମଝିରେ ମଝିରେ ଖାଲି କଞ୍ଚା ଲଙ୍କା ଟିକେ ଦଳି ଦେଉଥିବେ ଆହୁରି ମଜା ଆସିଯିବ ଲଙ୍କା ଦଳି ଦେଲାକୁ ପୁରା ଝାଲ ହେଇଯାଉଛି ପୁରା ମନ ଖୁସି ଲାଷ୍ଟକୁ ପାଣି ଟିକେ ବି ଛାଡ଼ିବାନି ପିଇଦେବା ୱାଓ କି ଟେଷ୍ଟ ସତରେ ସାଙ୍ଗମାନେ
ମଟନ୍ ସିଝାକୁ ପଖାଳ ଭାତ ପୁରା ଜବରଦସ୍ତ ଖାଇବା। ଖରାଦିନ ଆସିଲା, ଥରେ ଟ୍ରାଏ କରନ୍ତୁ, ତାପରେ ମୋତେ କମେଣ୍ଟରେ କହିବେ କେମିତି ଲାଗୁଛି। ଆଉ ଏଭଳିଆ ବଢ଼ିଆ ବଢ଼ିଆ ନ୍ୟୁ ରେସିପି ଦେଖିବା ପାଇଁ ଯଦି ଚାହୁଁଛନ୍ତି ପ୍ଲିଜ୍ ଟିକେ ଦୟା କରିକି ମୋ ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ଚାଲନ୍ତୁ ଆଜିର ଭିଡ଼ିଓଟି ଏଇଠି ଏଣ୍ଡ କରିବା। ଆଉ ଗୋଟେ ବଢ଼ିଆ ନ୍ୟୁ ରେସିପିରେ ଦେଖା ହେବା। ରହିଲି, ବାଏ।